ବେଙ୍ଗମାନେ ଔଷଧ ଖାଇ ଝାଡ଼ାରୁ ଉଦ୍ଧାର ପାଇଲେ ସିନା ସେମାନଙ୍କର ସ୍ୱର ଯନ୍ତ୍ରଗୁଡ଼ିକ ଖରାପ ହୋଇଗଲା। ସେମାନେ ଆଉ ପୂର୍ବ ଭଳି ଗୀତ ଗାଇପାରିଲେ ନାହିଁ। ଆସନ୍ତୁ ଶୁଣିବା ବେଙ୍ଗମାନଙ୍କର ଗୋଟିଏ ସୁନ୍ଦର କାହାଣୀ। ଏକ ଶୀତୁଆ ସକାଳ। ଚତୁର୍ଦିଗ କୁହୁଡ଼ିରେ ଭର୍ତ୍ତି। ବେଙ୍ଗ ସର୍ଦ୍ଦାର ସଙ୍ଗୀତ ଦଳ ଏକାଠି ହୋଇଛନ୍ତି। ସର୍ଦ୍ଦାର ଉଦ୍ଭାବନ କରିଥିବା ନୂଆ ସୁର ଅଭ୍ୟାସ ହେବ। ନିର୍ଦ୍ଦେଶ ପାଇବା ମାତ୍ରେ କଇଁଚର ମର୍ଦ୍ଦଳ, ପାଣିଧଣ୍ଡର ବଂଶୀ, କଙ୍କଡ଼ାର ହାରମୋନିୟମ, ମାଙ୍କଡ଼ର ଢୋଲକି ଆଉ ଠେକୁଆର ଡୁବି ତବଲା ଶବ୍ଦରେ ଆଖଡ଼ା ଘର କମ୍ପି ଉଠିବ। ଶୀତ ଯୋଗୁଁ ବେଙ୍ଗମାନଙ୍କର କଣ୍ଠ ରୁଦ୍ଧ ହୋଇଯାଉଥାଏ। ଗୀତ ଅଭ୍ୟାସ ହୋଇପାରିଲା ନାହିଁ। ଥଣ୍ଡା ପାଗ ଯୋଗୁଁ ଏ ଦୁର୍ଦ୍ଦଶା ବୋଲି ସର୍ଦ୍ଦାର ଜାଣିପାରିଲା। ସେ କହିଲା, ଦେଖ ଭାଇମାନେ, ଶୀତ ଦିନ ପରେ ଖରାଦିନ ଆସିବ। ପାଗ ଗରମ ରହିବ, ଗୁଳୁଗୁଳି ହେବ, ଝାଳ ବୋହିବ। ସେତେବେଳେ ମଧ୍ୟ ଆମେ ଏକାଠି ହୋଇପାରିବା ନାହିଁ। ତାପରେ ବର୍ଷା ଦିନରେ କୋହଲା ପାଗ ହେବ। ଚାଲ ଏବେ ଆମେ ନିଶ୍ଚଳ ହୋଇ ମାଟି ତଳେ ଶୋଇବା। ମୁଁ ଯାଉଛି ଦକ୍ଷିଣ ଦିଗରେ ଶୋଇବି। ପ୍ରତିଦିନ ଏହିପରି ସୁନ୍ଦର ସୁନ୍ଦର କାହାଣୀ ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଏହାପରେ ଯେ ଯାହାର ଜାଗା ବାଛି ନିଃଶବ୍ଦରେ ଶୋଇଗଲେ। ଖରାଦିନ ଯାଇ ବର୍ଷା ଦିନ ଆସିଲା। ଆକାଶରେ କଳାହାଣ୍ଡିଆ ମେଘ ଘୋଟିଥାଏ। ବିଜୁଳି ଚମକୁଥାଏ। ଏହି ସମୟରେ ଘଡ଼ଘଡ଼ି ଶବ୍ଦରେ ପୃଥିବୀ ଥରି ଉଠିଲା। ବେଙ୍ଗମାନଙ୍କର ନିଦ ଭାଙ୍ଗିଗଲା। ସେମାନେ ସର୍ଦ୍ଦାର ପାଖକୁ ଯିବାକୁ ବାହାରିଲେ, କିନ୍ତୁ ନିର୍ଦ୍ଦେଶ ଦିଗ ଜାଣିପାରିଲେ ନାହିଁ। କ'ଣ କରିବେ ଭାବି ବସିଲେ। ସେମାନଙ୍କ ମଧ୍ୟରେ ଥିଲା ବୃଦ୍ଧ ବେଙ୍ଗଟିଏ। ସେ କହିଲା, ମୁଁ ବହୁତ ବୁଦ୍ଧିମାନ। ସେ ଚାରିଆଡ଼କୁ ଚାହିଁଲା। ଦେଖିଲା, ଗୋଟିଏ ପଟରୁ ଆକାଶ ଧୀରେ ଧୀରେ ଫରଚା ହେଉଛି। ଦେଖ, ଏପଟେ ସୂର୍ଯ୍ୟ ଉଦୟ ହେଉଛି। ଏହା ନିଶ୍ଚୟ ପୂର୍ବ ଦିଗ। ଏପଟକୁ ମୁହଁ କରି ଛିଡ଼ା ହେଲେ ତୁମର ପଛପଟ ହେବ ପଶ୍ଚିମ ଦିଗ। ତୁମର ଡାହାଣ ହାତ ଦକ୍ଷିଣ ଦିଗ ଆଉ ବାମ ହାତ ହେବ ଉତ୍ତର ଦିଗ। ତାପରେ ସେମାନେ ଡାହାଣ ପଟ ଦିଗକୁ ଗଲେ। ଗୀତ ଅଭ୍ୟାସ କଲେ। ଅଭ୍ୟାସ କରୁ କରୁ ଆଷାଢ଼ ମାସର ଚତୁର୍ଦ୍ଦଶୀ ତିଥି ପହଞ୍ଚିଗଲା। ସେଦିନ ଥିଲା ବାଘ ମାମୁଁର ବାହାଘର। ସଙ୍ଗୀତ ଦଳ ସେଠାରେ ପହଞ୍ଚିଲେ। ଗୀତ ଗାଇଲେ। ଖାଣ୍ଟି ଗୁଆ ଘିଅରେ ମିଠା ଆଉ କ୍ଷୀରି ହୋଇଥିଲା। ମନ ଭରି ଭୋଜି ଖାଇଲେ। ବେଙ୍ଗମାନଙ୍କ ପେଟରେ ଘିଅ କି ହଜମ ହୁଏ। ପେଟ ଗୋଳମାଳ ହୋଇଗଲା, ଝାଡ଼ା ହେଲା। ହନୁ ବୈଦ୍ୟ କେତେ ପ୍ରକାର ଉଦ୍ଭିଦର ଚେର ଆଣି ଔଷଧ ତିଆରି କଲା। ସେମାନେ ଔଷଧ ଖାଇ ଝାଡ଼ାରୁ ଉଦ୍ଧାର ପାଇଲେ ସିନା ସେମାନଙ୍କ ସ୍ୱର ଯନ୍ତ୍ରଗୁଡ଼ିକ ଖରାପ ହୋଇଗଲା। ସେମାନେ ଆଉ ପୂର୍ବ ଭଳି ଗୀତ ଗାଇପାରିଲେ ନାହିଁ। ସେହି ଦିନଠୁ ସେମାନେ କେଁକଟର ଶବ୍ଦ କରି ଆସୁଛନ୍ତି।